हरे कृष्णा। सब श्रद्धालु भक्त मान गीता ज्ञान प्लाटफर्म पे स्वागत करुछि, विनम्र प्रणाम करुछि। आमे गोटे छोट प्रेयर रे स्टार्ट करू। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरकुशे नमो। हे कृष्णा करुणा सिंधु दीनबंधु जगत्पते भूपेश गोपिका कांत श्री राधा कांत नमस्तुते। तप्त कांचन गौरंगे राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। हरे कृष्ण। जस्ट सेकेंड। आज आम 19 नंबर श्लोक रू आरंभ करवा। ମୁଁ ଆବୃତ୍ତି କରୁଛି। सघोषधार्तराष्ट्राणां हृदयानि व्यदारयत् नभश्च पृथिवीं चैव तुमुलभ्यनुनादयत्। ଏଠି ଆମେ ଦେଖିଥିଲେ ଯେ ପାଣ୍ଡବ ମାନଙ୍କର ସାଇଡରେ ଶଙ୍ଖ ବାଜିଲା ଏବଂ କୌରବ ମାନଙ୍କ ସାଇଡରେ ମଧ୍ୟ ତାଙ୍କ ପକ୍ଷରେ ବି ଶଙ୍ଖ ବାଜୁଥିଲା। ଏବଂ ଆମେ ବି ଶୁଣିଲେ, କଣ ଶୁଣିଲେ, ସେ ଶଙ୍ଖର ବିଭିନ୍ନ ନାମ ବି ଶୁଣିଲେ ଏବଂ କୋଉମାନେ ସେ ଶଙ୍ଖ, କୋଉ ବଡ ବଡ ବ୍ୟକ୍ତି ସେ ଶଙ୍ଖକୁ ବଜାଉଥିଲେ ତା ମଧ୍ୟ ଆମେ ଜାଣିଲେ। କିନ୍ତୁ ସେ ଶଙ୍ଖ ବଜାଇବାରେ ଯୋଉ ପାଣ୍ଡବ ମାନଙ୍କର ଯୋଉ ଶଙ୍ଖ ବାଜିଲା ସେଥିରେ କିଛି ଗୋଟେ ପ୍ରଭାବ ପକେଇଲା ଅନ୍ୟ ବିପକ୍ଷ ପାର୍ଟି ପର, ମାନେ ଡାଇରେକ୍ଟଲି କୌରବ ମାନଙ୍କ ସାଇଡରେ କିଛି ପ୍ରଭାବ ପକେଇଲା। ଏ ଶ୍ଲୋକରେ ସେଟା କୁହାହଉଛି। କହୁଛନ୍ତି, ତେଣୁ ଏଇଠି ଦେଖନ୍ତୁ, ସେ କହୁଛନ୍ତି ସଘୋଷ। ସଘୋଷ, ସଘୋଷ ମାନେ ସେଇ କମ୍ପନ, ସେଇ ଧ୍ୱନି। କୋଉ ଧ୍ୱନି? ତା ପୂର୍ବ ଶ୍ଲୋକରେ କହିଥିଲେ ଶଙ୍ଖାନ୍ ଦଦ୍ମୁ ପୃଥକ୍ ପୃଥକ୍, ମାନେ ବିଭିନ୍ନ ଶଙ୍ଖ ସିରିଜ ରେ ବାଜିବା ଆରମ୍ଭ ହେଲା, ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ। କୋଉମାନେ ବଜେଇଥିଲେ? ଯୁଧିଷ୍ଠିର ବଜେଇଥିଲେ, ନକୁଳ, ସହଦେବ, କାଶୀରାଜା, ଶିଖଣ୍ଡୀ, ତାପରେ ଦୁଷ୍ଟଦୁମ୍ନ, ବିରାଟ, ସାତ୍ୟକୀ, ଦ୍ରୁପଦ, ଦ୍ରୌପଦୀଙ୍କର ପାଞ୍ଚ ପୁଅ ଏବଂ ଅଭିମନ୍ୟୁ, ଏମାନେ କଣ୍ଟିନ୍ୟୁଅସ ବଜେଇବା ଆରମ୍ଭ କରିଥିଲେ। ସେଥିପାଇଁ କହୁଛନ୍ତି ସଘୋଷ। ସେ ଯୋଉ ବାଜିଲା, ସେ କଣ ହେଲା? ସଘୋଷ ସେ କେମିତି ଥିଲା? ତୁମୁଳ, ମାନେ ପ୍ରକାଣ୍ଡ, ଭୟଙ୍କର, ଭୟଙ୍କର ଧ୍ୱନି। ଏବଂ ସେ ଭୟଙ୍କର ଧ୍ୱନି କଣ କରୁଥିଲା? ଅଭ୍ୟନୁନାଦୟନ, ପ୍ରତିଧ୍ୱନିତ ହଉଥିଲା। ସେଇ ଧ୍ୱନି ପ୍ରତିଧ୍ୱନିତ ହଉଥିଲା କୋଉଠି? ନଭଶ୍ଚ ପୃଥିବୀ, ମାନେ ଏଇ ଧରତୀ ଏବଂ ଆକାଶରେ ସେ ପ୍ରତିଧ୍ୱନିତ ହଉଥିଲା। ଆଚ୍ଛା। ଏବଂ ଏଇ ଯୋଉ ବିରାଟ କମ୍ପନ ସୃଷ୍ଟି ହେଲା ଏବଂ ଇଏ ପ୍ରତିଧ୍ୱନିତ ହଉଥିଲା, ସେ କଣ କଲା? ତାର ଗୋଟେ କାହା ଉପରେ ଗୋଟେ ଏଫେକ୍ଟ ପକେଇଲା। ସେଇଟା ସେଠି କୁହାହଉଛି। କାହା ଉପରେ କଣ ଏଫେକ୍ଟ ପକେଇଲା? ବେଦାରୟତ, ମାନେ ଭେଦ କରିଗଲା। ଏ ଶବ୍ଦ ପୁରା ଭେଦ କରିଗଲା, ବିଦୀର୍ଣ୍ଣ କଲା। ଭେଦ କୋଉଠି କଲା? ହୃଦୟାନି, ହୃଦୟକୁ। କାହାର? ଧାର୍ତ ରାଷ୍ଟ୍ରାଣ, ମାନେ ଧୃତ ରାଷ୍ଟ୍ରଙ୍କର ପୁଅ ମାନେ, ମାନେ ଦୁର୍ଯ୍ୟୋଧନ ସମେତ କୌରବ 100
जो कुरु ब्रदर्स से हृदय रे एटा तांको विदीर्ण कला एटा एई जिंस कुआउची गोटे सेकंड शेयर कर स्टॉप कर देली ताले आमे जेतबळे पूर्व श्लोक रे देखितले पूर्वरु पूर्व माने जेतबळे भीष्म बजेइले शंख एतु आरंभ होला कौरव मानकर जेतबळे दुर्योधन चारियाडे बुली बुली की कहुतले जेठी हमर एई वीर अछंती माने एई भली शक्तिशाली एमती पांडव कौरव पक्ष सब वर्णना करि चलतले सेतबळे शंख बजेइले के भीष्म से तबळे शंख बजेइले से दि चारटा इंडिकेशन दउथला कोन प्रथम इंडिकेशन दला जे एते समय धरि की किछि ना किछि କହୁଛନ୍ତି ଏବଂ ସେ କହିବାଟାକୁ ବନ୍ଦ କରିଦେବାକୁ ଚାହିଁଲେ ଭୀଷ୍ମ କହିଲେ ମୁଁ ରେଡି ହେଲିଣି ଯୁଦ୍ଧ ଆରମ୍ଭ ହବ ତେଣୁ ଶଙ୍ଖ ବଜେଇ ଦେଲେ ଇଏ ଗୋଟେ ସୂଚନା ଦେଲେ ଯେ ଯୁଦ୍ଧ ହବ ସେଥିପାଇଁ ତାଙ୍କୁ ବନ୍ଦ କରିଦେଲେ ଆଉ କଣ ମିନିଂ ଆସୁଥିଲା ଏଥିରେ ନା ମିନିଂ ଆସୁଥିଲା ଯେ ଦୁର୍ଯ୍ୟୋଧନଙ୍କର ଭିତରେ ଗୋଟେ ଭୟ ରହୁଥିଲା ସେ ଭୟକୁ ସେ ବାହାର କରିଦେଲେ ତାଙ୍କ ମୁହଁରେ ହସ ଫୁଟେଇଲେ କହିଲେ ନାତି ତ ସେ ତେଣୁ ଜାଣିପାରୁଛନ୍ତି ଯେ ତାଙ୍କର ଭୟ କଣ ଏବଂ ସେ ଭୟକୁ ସେ ଦୂର କଲେ ଶଙ୍ଖ ଫୁଟେଇକି ଯେ ମୁଁ ବର୍ତ୍ତମାନ ରେଡି ଏବଂ ତମ ପାଇଁ ମୁଁ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଜୀବନ ଦାନ କରିବି ଏଇଭଳିଆ ଇଣ୍ଡିକେସନ ଦେଇଥିଲେ କିନ୍ତୁ ସେଇ ଶଙ୍ଖରେ ମଧ୍ୟ ଗୋଟେ ଇଣ୍ଡିକେସନ ଆସୁଥିଲା ଯେ ଶଙ୍ଖ ଜିନିଷର ଇଣ୍ଡିକେସନ ଶଙ୍ଖ କଣ ଶଙ୍ଖ ହଉଛି ବିଷ୍ଣୁଙ୍କର ରିପ୍ରେଜେଣ୍ଟେଟିଭ ଗଦା ପଦ୍ମ ଶଙ୍ଖ ଚକ୍ର ବୋଲିକି ଆମେ ଯୋଉ କହୁଛେ ସେଟା କାହାର ବିଷ୍ଣୁଙ୍କର ତେଣୁ ଶଙ୍ଖ ଅର୍ଥ ବିଷ୍ଣୁ विष्णु किए विष्णु होउचंदी कृष्णंकर अवतार तामाने विष्णु को ओरिजिन कृष्ण कोठी युद्ध भूमि रे रणभूमि रे को पटे पांडव मान पक्ष शंख जदि बाजुची से कौन सूचना दउची से सूचना दउची पांडव मानकर विजय तेणु इनडायरेक्टली शंख बजई कि भीष्म मध्य जणई देइतले जे दुर्योधन को जे विजयर चांस ही नहीं पांडव माने ही जीतिबे ए जिंस से सेतबेले किंतु ए श्लोक रे कहउची जेतबेले पांडव माने से माने एमिति कोनोसी श्लोक नाही कौरव पक्षरु जो श्लोक रे पांडव मानक हृदय को शंख बजेले बाजा बजेले सब कले किंतु पांडव मानक हृदय को विदीर्ण कला तांको हृदय को सैटर कर दला एभलिया कोठी गोटे श्लोक नाही ए श्लोक बरं एठी ए श्लोक रे कहउची पांडव माने जो बजेइले शंख सेटा धृतराष्ट्रंकर 100 पुओं हृदय को विदीर्ण कला विधारित कला ए जिनसटा एठी कहउची काहे की एठी कहउची एति पई जे पांडव मानकर हेला नाही किछि सेई भलिया कोआ जायनी बा पांडव मानकर हेला ही नाही तांकर हृदय विदीर्ण हेला नाही काहे की ना तांको पाखरे थिले कृष्ण से कृष्ण को ऊपर निर्भर करुले कहवा अनुसार काम करुले तेणु पूरा कृष्ण पाखे से आश्रित जी भगवान पाखे आश्रित तार उद्विग्नता तार व्यतिव्यस्तता तार भय कौट आसब नथिला किंतु एमान हृदय को विदीर्ण कला कहीं ना आंक भितर भयटा रही जो भयटा रही से कौन अच्छी से माने प्रथम ही भगवान श्रीकृष्ण को नजरअंदाज कर ये लोग तो शस्त्र उठेबनी दुर्योधन से जो चॉइस दिया जे मोर शक्ति आ मु कौन चाहूच सी प्रिफर करते शक्ति नारायण सेना ये कहले ये तो उठेबनी अस्त्र आपको नहीं कौन करी केते बड़ भूल करते दुर्योधन से माने केबे हेले रही परिबे स्थिर होइकी तांकर उद्विग्नता रहिबो तांकर भय रहिबो तेबे ए श्लोक रे आमे गोटे बड़ लेसन पाउचे जोटा कि भगवान कृष्ण मध्य कहीं आम जीवन रे उद्विग्नता रहउची कहीं आम जीवन रे भय रहउची कृष्ण भगवान आमर जो जीवा कोटि की 8 नंबर अध्याय रे 15 नंबर श्लोक रे भगवान कहउचंदी मामुपेत्य पुनर्जन्म दुःखालयम अशाश्वतम नाप्नुवन्ति महात्मनः संसिधिं परमांगतः
ମାନେ କହୁଛନ୍ତି ଯୋଉମାନେ ମହାନ ଆତ୍ମା ସେମାନେ କଣ କରନ୍ତି, ଥରେ ଯଦି ମତେ ପାଇଗଲେ ସିଏ ଆଉ ଏ ଭୌତିକ ଜଗତ ଯୋଉଟା କି ଦୁଃଖାଳୟମ୍, ଦୁଃଖର ଆଳୟ, ଦୁଃଖ ଭରି ହେଇକି ରହିଛି, ଏବଂ ଅଶାଶ୍ୱତମ୍ ଅର୍ଥ ଟେମ୍ପୋରାରୀ, ଅସ୍ଥାୟୀ, ଏଠିକି ଆଉ ଫେରିବେନି। ତାମାନେ ଭଗବାନ ଗୋଟେ ବିରାଟ ଟାଇଟଲ ଦଉଛନ୍ତି ଏ ଜଗତକୁ, କଣ ନା ଦୁଃଖାଳୟ ଏବଂ ଅସ୍ଥାୟୀ। ତେବେ ଆମ ଜୀବନରେ ଯୋଉ ଉଦ୍ବିଗ୍ନତା ରହୁଛି, ଯୋଉ ଆଂଜାଇଟି ରହୁଛି, ଭୟ ରହୁଛି, ଏବଂ ଆମେ ଦେଖୁଛେ ଯେ ପ୍ରତି ମୁହୂର୍ତ୍ତରେ ଆମ ଜୀବନରେ ବିପଦ ରହିଛି। ପଦମ ପଦମ ୟତ୍ ବିପଦମ ବୋଲିକି କୁହାଯାଉଛି ବି ଶାସ୍ତ୍ରରେ, ପ୍ରତି ମୁହୂର୍ତ୍ତରେ ବିପଦ ରହିଛି। ହେଁ, ଏ ବିପଦ କଣ ପାଇଁ ରହିଛି? କାହିଁକି ନା ଆମ ଜୀବନରେ ଆଂଜାଇଟି ଅଛି, ଉଦ୍ବିଗ୍ନତା, କଣ ହବ କଣ ନହବ, ଏଇ ଯୋଉ ଜିନିଷଟା ରହୁଛି ଆମର। ଏବଂ ଏଇଟା କୋଉଥିପାଇଁ ରହୁଛି? ଭୟ ଅଛି। ଭୟ କୋଉଥିପାଇଁ? ଭୟ ହଉଛି ମୋ ପାଖରେ ଯାହା ଅଛି, ମୋର ଧନ ସମ୍ପତ୍ତି, ମୋର ସ୍ତ୍ରୀ, ମୋର ପିଲା, ମୋର ବାପା, ମୋର ମା, ମୋର ରିଲେଟିଭସ୍, ମୋର ଫ୍ରେଣ୍ଡସ୍, ମୋର ଜବ୍, ମୁଁ ଚାକିରି କରିଛି, ମୋର ଜବ୍, ମୋର ପଦବୀ, ମୋ ଲୋକପ୍ରିୟତା, ଯଶ, ମୋର ସ୍ୱାସ୍ଥ୍ୟ, ମୋର ସୌନ୍ଦର୍ଯ୍ୟ, ଏସବୁ ପଳେଇବ। ଏଇ ଭୟ ରହୁଛି ମୋର। ଆମ ଜୀବନରେ ଏଇ ଆମର ଭୟ, ଏଇ ସବୁ ପଳେଇବ। କାହିଁକି ଏ ଭୟ ରହୁଛି? କାହିଁକି ଏ ଉଦ୍ବିଗ୍ନତା ରହୁଛି? କାହିଁକି ନା ଭଗବାନ ନିଜେ ହିଁ କହୁଛନ୍ତି ଏ ଦୁନିଆଟା ହଉଛି ଟେମ୍ପୋରାରୀ, ଏବଂ ଆମେ ସବୁ ଟେମ୍ପୋରାରୀର ସହାୟତା ନେଇଛେ, ଆଶ୍ରିତ। ଆମେ ଟେମ୍ପୋରାରୀ ପାଖରେ ଆଶ୍ରିତ। ଆମ ଚାରିକଡ଼ରେ ଯାହା ଅଛି ଜିନିଷ, ଆମେ ଯାହାକୁ ହାସଲ କରିଛେ ସେ ଟେମ୍ପୋରାରୀ। ଆମେ ଯାହା ଯାହାଙ୍କ ସାଙ୍ଗରେ ସମ୍ପର୍କ ରଖିଛେ ଏ ଦୁନିଆରେ, ସେ ବି ଟେମ୍ପୋରାରୀ, କେହି ପରମାନେଣ୍ଟ ନୁହେଁ। ଏବଂ ଏଇ କାରଣ ହଉଛି ଆମ ଜୀବନର ଉଦ୍ବିଗ୍ନତା ବା ଫିୟର। କାରଣ ସବୁବେଳେ ଆମେ ଭାବୁଛେ ଇଏ ପଳେଇବ, ଆମ ପାଖରେ ରହିବେନି। ଦେଖନ୍ତୁ, ଯେମିତି ଆମେ ଟ୍ରେନରେ ଯାଉଛେ, ଗୋଟେ ଉଦାହରଣ ନବା। ଟ୍ରେନରେ ଯାଉଛେ, ମୁଁ ଗୋଟେ ଲମ୍ବା ଜର୍ଣ୍ଣି କରୁଛି ବମ୍ବେ ପର୍ଯ୍ୟନ୍ତ। ମୋ ସାଙ୍ଗରେ ମଧ୍ୟ ଅନେକ ଲୋକ ସେ ଟ୍ରେନରେ ଚଢିଛନ୍ତି, ସେ ବି ଟିକେଟ କରିଛନ୍ତି, ଏବଂ ସେମାନଙ୍କର ଷ୍ଟେସନ ଅନୁସାରେ ସେମାନେ ଟିକେଟ କରିଛନ୍ତି। କିନ୍ତୁ ଯେତେବେଳେ ଟ୍ରେନ ଭିତରେ ଯାଉଛନ୍ତି, ନ୍ୟାଚୁରାଲି ଆମର ପାଖରେ ବସୁଛନ୍ତି, ହଉଛନ୍ତି, କଥାବାର୍ତ୍ତା ହଉଛେ, ଗୋଟେ କିଛି ସମୟ ପରେ ଗୋଟେ ସମ୍ପର୍କ ବଢୁଛି, ଏବଂ ଆମେ ହସ ଖୁସିରେ ଆମ ଭିତରେ ଦିଆ ନିଆ ବି ହଉଛେ, କିଛି ଖାଦ୍ୟ ଆମେ ଆଣିଛେ, ସେ ବି ଆଣିଛନ୍ତି, ଖାଉଛେ, ଏମିତି ଗୋଟେ ସମ୍ପର୍କ ସୃଷ୍ଟି ହେଇଯାଉଛି। ଏବଂ ଏ ସମ୍ପର୍କ ସୃଷ୍ଟି ହଉଛି, କିନ୍ତୁ ଦେଖିଲା ବେଳକୁ ହଠାତ୍ କାହାର ଷ୍ଟେସନ ଆସିଲା, ସେ ଚାଲିଗଲା, ଓହ୍ଲେଇ ପଡିଲା। ଏଇଭଳି ଆମେ ବସିଛେ ବମ୍ବେ ପର୍ଯ୍ୟନ୍ତ, କିନ୍ତୁ ଯେତେକ ଆମ ସାଙ୍ଗରେ ଅଛନ୍ତି ସେ ତାଙ୍କ ଷ୍ଟେସନ ଯେତେବେଳେ ଆସୁଛି ସେମାନେ ଓହ୍ଲେଇ ଯାଉଛନ୍ତି। ସେଇଭଳି ଆମ ଜୀବନରେ ସମସ୍ତେ ଏଇଭଳି, ଆମ ପାଖରେ ଯାହା ବି ଜିନିଷ ଅଛି, ଯାହା ବି ଲୋକ ଅଛନ୍ତି, ତାଙ୍କର ଯେତେବେଳେ ସମୟ ହଉଛି ସେ ଚାଲି ଯାଉଛନ୍ତି। ଏବଂ ସେଇଟା ହିଁ ସେମାନେ ଅସ୍ଥାୟୀ। ସେମାନେ କେବେ ହେଲେ, ସେମାନେ ତ ପରମାନେଣ୍ଟ ନୁହନ୍ତି ନା। ତେଣୁ ଆମ ମନରେ କେବଳ ଦୁଃଖ ଏଇଥିପାଇଁ, ବା ଆମର କଷ୍ଟ, ବା ଆମର ଉଦ୍ବିଗ୍ନତା, ବା ଆମର ଭୟ ଏଇଥିପାଇଁ ଯେ ଆମ ଜୀବନରେ କେବଳ ସବୁ ଜିନିଷ ଟେମ୍ପୋରାରୀ, ପରମାନେଣ୍ଟ କିଛି ନାହିଁ। ତାହେଲେ ୟାର ଅର୍ଥ କଣ? ଆମ ଜୀବନଟା ଖାଲି ଏଇ ଟେମ୍ପୋରାରୀରେ ଗଢା, ଏବଂ ଆମର କୌଣସି ସମାଧାନ ନାହିଁ। ଆମେ କେବେ ହେଲେ ଆମ ଜୀବନର ଉଦ୍ବିଗ୍ନତାକୁ କାଢି ପାରିବାନି, ଆମ ଜୀବନର ଭୟଟାକୁ ଆମେ ଦୂର କରିପାରିବାନି। ତାର ଅର୍ଥ କଣ ଏହା? ନାଇଁ, ଗୋଟିଏ ଆଶା ରହିଛି, କଣ ନା ଆମ ଜୀବନରେ ଗୋଟେ ପରମାନେଣ୍ଟ ହଁ, ଗୋଟେ ଆସ୍ପେକ୍ଟ ଜଣ ଅଛି। ଶୁଣୁଛ, ସେଟା କଣ ଶୁଣୁଛେ? ଜଷ୍ଟ ଏ ସେକେଣ୍ଡ। ହଁ, ଆମ ଜୀବନରେ ଗୋଟେ ପରମାନେଣ୍ଟ ଆସ୍ପେକ୍ଟ ଅଛି, ଆମେ ଜାଣୁଛେ ସେଟା କଣ। ସେ ହଉଛନ୍ତି ସେ ପରମାନେଣ୍ଟ ମାନେ ବ୍ୟକ୍ତି, ସିଏ ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ଯିଏକି ନିଜେ କହୁଛନ୍ତି 15 ଅଧ୍ୟାୟର 15 ନମ୍ବର ଶ୍ଲୋକରେ, ସେ କହୁଛନ୍ତି ଯେ ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟ ମତଃ ସ୍ମୃତି ଜ୍ଞାନଂ ଅପହନଂ ଚ। ମାନେ ମୁଁ ସମସ୍ତଙ୍କ ହୃଦୟରେ ଅଛି, ମୋଠୁ ହିଁ ସ୍ମରଣ ଶକ୍ତି, ମୋଠୁ ଜ୍ଞାନ, ମୋଠୁ ଫରଗେଟଫୁଲନେସ ଏ ସବୁ ଯାଉଛି, ମୁଁ ହିଁ ଦଉଛି। ଅର୍ଥାତ୍ ସେ ଭଗବାନ କହୁଛନ୍ତି ଯେ ମୁଁ ପରମାତ୍ମା ରୂପେ ଆମମାନଙ୍କର ହୃଦୟରେ ସେ ଅଛନ୍ତି ବୋଲିକି ସେଇ କଥା କହୁଛନ୍ତି। ସେଇ ତାମାନେ ସେ ପରମାନେଣ୍ଟ। କାହିଁକି ନା ଦେଖନ୍ତୁ,
ଆମେ ତ ଦେଖୁଛେ ଆମ ଜୀବନରେ ଯିଏ ଆସୁଛି ବା ଆମର ଯାହା ଜିନିଷ ଅଛି ସେ ସବୁ ଯାଉଛି, ଆସ୍ତେ ଆସ୍ତେ ଯାଉଛି, ଯିବେ ବି। ତାଙ୍କର ଯେତେବେଳେ ସମୟ ଆସୁଛି ସେ ଯାଉଛନ୍ତି। ବାପା ମା ଇଏ ସବୁ ଫେଜରେ ଆମ ସାଙ୍ଗରେ କେହି ରହୁନାହାନ୍ତି। ମୋ ସ୍ତ୍ରୀ, ମୋ ପିଲା ବା ଇଏ, ମୋ ଧନ ସମ୍ପତ୍ତି, ଆମର ଲାଇଫର ସବୁ ସ୍ତରରେ ମାନେ କେହି ରହିବେନି। ଗୋଟେ ପଏଣ୍ଟ ଆସିବ ଯୋଉ ପଏଣ୍ଟରେ ସେମାନେ ଆମକୁ ଛାଡିକି ଚାଲିଯିବେ, ହେଲା। ତେଣୁ କିନ୍ତୁ ଇଏ କେବେ ହେଲେ ଆମକୁ ଛାଡି, ଦେଖନ୍ତୁ ଆଜି ଆଜି ଆମର ଯଦି ମୋର ଯଦି ଆଜି ଧରନ୍ତୁ ହେଇଗଲା, ଡେଥ ହେଇଗଲା, ଦେଖିବେ ସେ ଡେଥ ହେଇଗଲା ପରେ ଘରେ ବହୁତ ଲୋକ ଜମା ହେଇଥିବେ, ଅନେକ ଲୋକ ଆସିଥିବେ, ଜମା ହେଇଥିବେ, କେତେ ରିଲେଟିଭ ଫ୍ରେଣ୍ଡସ୍ ଇଏ ଶ୍ରଦ୍ଧାଞ୍ଜଳି ଦେବେ ଏବଂ କିଛି ସମୟ ପରେ ପଳେଇବେ। ସେଇ ମୋ ଡେଡ ବଡି ପାଖରେ ପୁଣି ଥିବେ କିଏ? ମୋର ଘରର ଲୋକମାନେ। କିଛି ସମୟ ପରେ ପୁଣି ସେଇ ଯୋଉ ମୃତ ଶରୀରଟାକୁ 5-6 ଜଣ କାନ୍ଧେଇ ନେବେ ଶ୍ମଶାନ ପାଖକୁ। ତାହେଲେ ଶ୍ମଶାନ ପାଖକୁ ବି ଗଲେନି କିଏ? ମୋର ଇଏ ଘର ଲୋକ। ଏବଂ ସେଇ ଯୋଉ 5-7ଟି ଲୋକ ଗଲେ, ସେ ମତେ ଦାହ କରିଦେଲେ ସେଇଠି ମୋର ଶରୀରକୁ, ସେ ବି ଫେରି ଆସିବେ। ତାମାନେ ଗଲା ସବୁ ସମ୍ପର୍କ ସେଇଠି ତୁଟିଗଲା, ଆଉ କେହି ନାହାନ୍ତି। କିନ୍ତୁ ମୋର ସେ ପର୍ଯ୍ୟନ୍ତ ମୋ ସାଙ୍ଗରେ ମୋ ହୃଦୟରେ ଭଗବାନ ଅଛନ୍ତି। ଏବଂ ଯେତେବେଳେ ମୋର ଶରୀର ଯେତେବେଳେ ମୋର ଯେତେବେଳେ ମାନେ ଡେଥ ଯେତେବେଳେ ହେଲା, ଶରୀରର ଯେତେବେଳେ ଅବସାନ ହେଲା, ସେତେବେଳେ କଣ ହଉଛି? ମୁଁ ବାହାରି ଆସୁଛି, ଅର୍ଥାତ୍ ଆତ୍ମାଟି ବାହାରି ଆସୁଛି କୋଉଠୁ? ଶରୀର ଭିତରୁ। ଏବଂ ଏ ଶରୀର ଭିତରେ ଥିବା ପରମାତ୍ମା ମଧ୍ୟ ବାହାରି ଆସୁଛି। ଏବଂ ସିଏ ମୋର ସାଥୀ। ସେ ପୁଣି ମୋରି ସାଙ୍ଗରେ ଯେତେବେଳେ ମୁଁ ଆଉ ଗୋଟେ ଶରୀର ପାଇବି, ପୁଣି ସେଇ ଶରୀର ଭିତରକୁ ସେ ପ୍ରବେଶ କରିବେ, ସେଇ ପରମାତ୍ମା। ତାମାନେ ମୋର ଯେତେବେଳେ ଉତ୍ପତ୍ତି ସେ ଥିଲେ, ମୁଁ ଯେତେବେଳେ ଶିଶୁଟେ ଅବସ୍ଥା ହେଇକି ଥିଲି ସେ ଥିଲେ, ମୁଁ ଯେତେବେଳେ ବଡ ହେଲି, ବାଳକ ହେଲି ସେ ଥିଲେ, ମୁଁ ଯେତେବେଳେ ଯୁବକ ହେଲି ସେ ଥିଲେ, ମୋର ପ୍ରତ୍ୟେକ ଷ୍ଟେଜରେ ବୁଢା ହେଲି, ମୃତ୍ୟୁ ହେଲା, ସବୁ ହେଲା, ସେ ମୋ ଏବଂ ପରେ ମୁଁ ଯେତେବେଳେ ପୁଣି ଆଉ ଗୋଟେ ଶରୀର ପାଉଛି, ସେ ମଧ୍ୟ ମୋ ସାଙ୍ଗରେ ରହିଛନ୍ତି। ତାମାନେ ଉତ୍ପତ୍ତି ବେଳେ ଅଛନ୍ତି, ଡେଷ୍ଟିନେସନ ବେଳେ ଅଛନ୍ତି, କଣ୍ଟିନ୍ୟୁଅସ୍। ତାମାନେ ସିଏ ହଉଛନ୍ତି ମୋର ଚିର ସାଥୀ। ଯଦି ତାଙ୍କ ସହିତ ମୁଁ ଆସକ୍ତି ବଢେଇଲି, ମୁଁ ଆସକ୍ତି ବଢେଇଛି କୋଉଠି ନା ସବୁ ଟେମ୍ପରାରୀରେ। ମୁଁ ଯଦି ପରମାନେଣ୍ଟ ଜିନିଷରେ ଆସକ୍ତି ବଢେଇ ଦେଲି, ଅର୍ଥାତ୍ ଭଗବାନଙ୍କ ପାଖରେ ମୋର ଆସକ୍ତି ବଢେଇ ଦେଲି, ତାଙ୍କୁ ହିଁ ମୁଁ ସବୁ ସର୍ବସ୍ୱ ଭାବିଲି, ମୁଁ ପୁରା ତାଙ୍କ ପାଖରେ ଆଶ୍ରୟ ନେଇଗଲି, ତାହେଲେ ମୋ ଜୀବନର ଉଦ୍ବିଗ୍ନତା ଆଉ ରହିବନି। କାରଣ ସେ ସବୁ କଣ୍ଟ୍ରୋଲ ନେବେ, ମୋର ସବୁ ଇନ୍ଦ୍ରିୟର କଣ୍ଟ୍ରୋଲ ସେଇ ନେଇଯିବେ। ମୁଁ ଆଉ ନିଜ ଅନୁସାରେ ଚାଲିବିନି, ତାଙ୍କ ଅନୁସାରେ ଚାଲିବାକୁ ବାଧ୍ୟ ହେବି। ତେବେ ଯଦି ମୁଁ ତାଙ୍କ ପାଖରେ ଫୁଲ ଆଶ୍ରୟ ନେବି, ତାହେଲେ ତାର ବାଟ କଣ? ମୁଁ ତାଙ୍କୁ ତାଙ୍କୁ ଅନୁଭବ କରିବାକୁ ପଡିବ, ରିଅଲାଇଜ କରିବାକୁ ପଡିବ। କାହିଁକି ନା ଆକ୍ଚୁଆଲି ତାଙ୍କ ସହିତ ମୋର ସମ୍ପର୍କଟି ନଷ୍ଟ ହେଇଯାଇଛି, ଅର୍ଥାତ୍ ହଜି ଯାଇଛି। ମୋର ସମ୍ପର୍କ ଥିଲା, ତାଙ୍କ ସହିତ ମୋର ସମ୍ପର୍କ ସବୁବେଳେ ଇଟରନାଲ ସମ୍ପର୍କ, କିନ୍ତୁ ଫର ଦି ଟାଇମ ବିଙ୍ଗ ମୁଁ ତାଙ୍କଠୁ ବିଚ୍ଛିନ୍ନ ହେଇକି ଆସିଛି। ବିଚ୍ଛିନ୍ନ ହେଇକି ଆସିକି ବର୍ତ୍ତମାନ ମୁଁ ମୋର ଇନ୍ଦ୍ରିୟକୁ ଭୋଗ କରିବା ପାଇଁ ମୁଁ କଣ କରୁଛି ନା ଆସକ୍ତି, ମୋର ଇନ୍ଦ୍ରିୟ ଯୋଉଠି ଭୋଗ କରିବ ମୁଁ ସେଇଠି ରଖିଛି। ମୁଁ କିନ୍ତୁ ଥିଲି ତାଙ୍କ ପାଖରେ, ତାଙ୍କ ଇନ୍ଦ୍ରିୟକୁ ମୁଁ ସେବା କରୁଥିଲି ଏବଂ ଆନନ୍ଦ ପାଉଥିଲି। ସେ ଜିନିଷଟାକୁ ମୁଁ ବର୍ତ୍ତମାନ ଉଲ୍ଟା କରିଦେଇଛି। ଫଳରେ ତାଙ୍କ ସହିତ ମୋର ସମ୍ପର୍କର ତା ମୁଁ ହରେଇଛି। ମତେ ସେଇଟାକୁ ପୁନର୍ସ୍ଥାପନ କରିବାକୁ ପଡିବ। କେମିତି କରିବି? ଗୋଟିଏ ବାଟ, କେବଳ ଯୋଉ ଯେମିତି ଶଙ୍କରାଚାର୍ଯ୍ୟ କହୁଛନ୍ତି ଯେ ଏକ ମନ୍ତ୍ରସ୍ତସ୍ୟ ନାମାନି ୟାନି କର୍ମାପି ଏକଂ ତସ୍ୟ ଦେବସ୍ୟ ସେବା। ଶଙ୍କରାଚାର୍ଯ୍ୟ କହୁଛନ୍ତି ସେମିତି ଆମକୁ ଗୋଟିଏ ଉପାୟ ଅଛି, ତାଙ୍କର ସେବା କରିବା। ଆଉ ଏଇ ସେବା କରିବା ପାଇଁ ପ୍ରଥମେ ମତେ ତାଙ୍କର ନାମ ନବାକୁ ପଡିବ, ସେଇ ମହାମନ୍ତ୍ର। ଶଙ୍କରାଚାର୍ଯ୍ୟ କହୁଛନ୍ତି ଯଦି ଏ ଦୁନିଆରେ ଗୋଟିଏ ଗୋଟିଏ କେବଳ ମନ୍ତ୍ର ହଉ, ସେ ମନ୍ତ୍ରଟି କଣ? ମହାମନ୍ତ୍ର। ସିଏ ହଉଛି ଭଗବାନ ଶ୍ରୀକୃଷ୍ଣଙ୍କର ନାମ। ତେଣୁ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଇଏ ମତେ ଜପିବାକୁ ପଡିବ। ତାହେଲେ ମୁଁ ପୁରା ତାଙ୍କ ପାଖରେ ଆଶ୍ରୟ ନେବି ଏବଂ ମୋ ଜୀବନରେ ଉଦ୍ବିଗ୍ନତା ରହିବନି, ଭୟ ରହିବନି। ଇଏ ଆମକୁ ଏଇ ଶ୍ଲୋକଟି ଏଇ ଶିକ୍ଷା ଦଉଛି। ଆମେ ବର୍ତ୍ତମାନ ଯିବା ଶ୍ଲୋକ 20କୁ। ଏଥିରେ କଣ କୁହାହେଲା? अथ व्यवस्थितान् दृष्ट्वा धार्तराष्ट्रान्, एक सेकंड, ମୁଁ ଟିକେ ନାକୁ ତାକୁ
ଟିକେ ସେୟାର କରିଦିଅ। अथ अथ व्यवस्थितान् दृष्ट्वा धार्तराष्ट्राणां कपिध्वज प्रभृते शस्त्र संपाते धनुर्द्याम्य पांडव ऋषिकेशं तदा वाक्यं इदं आह महीपते। ये श्लोकରେ କଣ କୁହାହେଲା? ମହିପତେ କିଏ? ମହିପତେ କିଏ? ଏଠି କିଏ କହୁଛନ୍ତି? ସଞ୍ଜୟ କହୁଛନ୍ତି। କାହାକୁ? ଧୃତରାଷ୍ଟ୍ରଙ୍କୁ। ଏବଂ ତାଙ୍କୁ ସମ୍ବୋଧନ କରୁଛନ୍ତି ମହିପତେ। ଏ ରାଜା, ଏ ପୃଥିବୀର ଯିଏ ସ୍ୱାମୀ ତାଙ୍କୁ ରାଜା ବୋଲି କହିବା। ତେଣୁ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି ମହିପତେ, ରାଜା। କଣ? ଅଥ ବ୍ୟବସ୍ଥିତାନ୍, ମାନେ ଏଇଠି ଅବସ୍ଥାନ କରିଛନ୍ତି। କିଏ? ଆମେ ପଢିଥିଲେ ପୂର୍ବ ଶ୍ଲୋକରେ 14 ନମ୍ବରରେ कौन पढ़ी ततः सतै हैजुक्ते महति स्यंदने स्थितो ततः ततः स्वतै हैर्युक्ते महति स्यंदने स्थितो माधव पांडवश्चैव दिव्यौ शंखं प्रदध्नतु। माने एठी से जो श्वेत माने धला हाथी द्वारा टणा होउतबा जो महान रथ कथा आमे पढ़ी 14 रे सेतेरे किए थिले? सेतेरे थिले माधव पांडव। सेई कथाटी कहउछन अथ व्यवस्थितान, सेई रथरे रहीकि किए? पांडव अर्जुन ता माने से कौन करछन्ती? पांडव एवं सेई रथरे अर्जुन अछन्ती एवं से रथरे गोटे कौन अछि? गोटे पताका अछि। जो पताका रे गोटे कपि बोले हनुमान सेठी अवस्थान करूछन्ती। एई कथा कुआ होउछ। तेबे जाऊ आमे से कपि ध्वज कथा पर चिंता करिबा, डिस्कशन करिबा। तेबे एटी आगु बढ़िबा कोन से कहउछन्ती? अथ व्यवस्थितान माने पांडव अर्जुन एई बळी सेई रथरे रहिचन्ती, जो रथरे गोटे पताका अछि एवं सेठी किए हनुमान अछन्ती से पताका रे। से कौन कले? अर्जुन धनुरुद्यम्य, धनु को उत्तोलन करिकी कौन करने चेष्टा कले? शस्त्र संपाते प्रवृते, माने शर वर्षण करने प्रस्तुत होउचंती। एई समय कौन कले? दृष्टवा, देखिले। देखिकी काहाकू? धार्त राष्ट्रान, धार्त राष्ट्रान माने धृतराष्ट्रंकर पुओ मानू से देखिकी कौन 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 कहले? तदा वाक्यम इदम आह, किछि कहबाकू गले। काहाकू? ऋषिकेशन, ऋषिकेशन को कहबाकू गले, माने कृष्ण को कहबाकू गले। कौन कहले? एटा पर श्लोक रे अछि 21-22 रे। किंतु एठी आमे वर्तमान एटा गोटे शेयर टाकू बंद कर दिए, जस्ट अ सेकंड। तबे आमे एठी डिस्कशन करिबा कोन ना कपिध्वज। हनुमान पताकार कौटू आसिले, कहीं आसिले, यहाँ जानवा दरकार। तेबे अर्जुन गोटे कथा अच्छे, अर्जुन थे रामेश्वर आड़े जाइए बुलवाक। सेठी से जो सेतु बंध तैयारी होता से लक्ष्य कले से भाविले माने कड़ माने सब यही बंधटी को तैयारी करके भगवान रामचंद्र को। यार कौन आवश्यकता था मांकड़? भगवान तो चाहिए निजे से संकट येटा को तैयारी कर दे थांते ये सेतुटा को। तबे सेठी जड़े मानकट थिले, तांको से पचारा रे तुम मैंने सब यही सेतुटा को तैयारी करके देइथिलो ना? ना हाँ। ना ताहले कहीं तमें कहीं कल? कहीं भगवान तो कर देते, तमें कौन कहीं कर? ना ना ना, भगवान कर देते तो किंतु आमे कलु एइथिपाई जे आमे तारी ऊपर जीवु। तो आमे जोटा करू एटा गोटे स्ट्रांग सेतु हो, कारण आमे जो थे जीवु से नल से भांगी जीव से सेतुटा बंधटा बोले कि यही कथा कहले। ये कहले अर्जुन कहले ये गोटे कि बाजे कथा। मु
ମୁଁ ତ ହେଲେ ସେତୁ କରିଦେବି, ବର୍ତ୍ତମାନ ଏଇ ସର ମାରିକି ସେତୁ ତିଆରି କରିଦେବି, ତମେ ତ ତାକୁ ଭାଙ୍ଗି ପାରିବନି। ତମେ କରିଦବ ସେଟା ଭାଙ୍ଗି ହବନି। ଏମିତି କଣ, ମୁଁ ତ ହେଲେ କରିବି, ତମେ ନା। ସେ ମାଙ୍କଡ କହିଲା, ମୁଁ ଭାଙ୍ଗିଦେବି। ନା ଯଦି ନ ଭାଙ୍ଗି ପାରିଲ, ତାହେଲେ ନ ଭାଙ୍ଗି ପାରିଲେ, ତାହେଲେ ମୁଁ ଆପଣଙ୍କର ଚିରଦିନ ସେବକ ହେଇକି ରହିବି। ମାଙ୍କଡ କହିଲା ଯେ ଯଦି ଭାଙ୍ଗିଦେଲି, ଅର୍ଜୁନ କହିଲେ ମୁଁ ଅଗ୍ନିରେ ଝାସ ଦେବି। ତେବେ ଯେତେବେଳେ ସର ମାରିକି ତିଆରି କରୁଛନ୍ତି, ସେ କରୁଛନ୍ତି, ଇଏ ମାଙ୍କଡଟି ବସିଛି, ଦେଖୁଛି, ଖାଲି ରାମ 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 ହଉଛି ତାର ମନେ ମନେ। ଯେତେବେଳେ ସେ ତିଆରି କରିଦେଲେ, ଏଟାକୁ ଭାଙ୍ଗିଦେଲେ, ସେ ମାଙ୍କଡଟାକୁ ଭାଙ୍ଗିଦେଲା। ମୁଁ ବହୁତ ଲଜ୍ଜିତ ହେଲେ। ଲଜ୍ଜିତ ହେଇକି ସେ ଅଗ୍ନିରେ ଝାସ ଦେବାକୁ ଯାଉଛନ୍ତି, ଏଇ ସମୟରେ ଜଣେ ବ୍ରାହ୍ମଣ ଆସିଲା। ବ୍ରାହ୍ମଣ ଆସିକି କହିଲେ, ଦେଖ, ତମେ ଦି ଜଣ ଯାକ କିଛି ଗୋଟେ ବାଜି ରଖିଥିଲ, କିଛି ସ୍ପର୍ଦ୍ଧା କରିଥିଲ, କିନ୍ତୁ କେହି ସାକ୍ଷୀ ନଥିଲେ। ବର୍ତ୍ତମାନ ମୁଁ ସାକ୍ଷୀ ଅଛି, ପୁଣି ସେ ବାଜିଟାକୁ ରଖ। ଠିକ ଅଛି। କିନ୍ତୁ ଏବେ ବର୍ତ୍ତମାନ ଟିକେ ଲଜ୍ଜିତ ତ ହେଇଛନ୍ତି ଏବଂ ବିନମ୍ର ହେଇଗଲେ। କିଏ? ଅର୍ଜୁନ। ଆକ୍ଚୁଆଲି ପ୍ରଥମେ ସେ ଯେତେବେଳେ ଏଇ ଜିନିଷ ଯେତେବେଳେ ତିଆରି କରି ତାଙ୍କର ଗର୍ବ ଟିକେ ବଢି ଯାଇଥିଲା, ମୁଁ ତିଆରି କରିଦେବି ଯୋଉଟା ଟିକେ ଭାଙ୍ଗି ପାରିବେନି। ଯେତେବେଳେ ସେ ମାନେ କୃଷ୍ଣ ତାଙ୍କ ମାଇଣ୍ଡରେ ନାହାନ୍ତି, ସେ ଭୁଲି ଯାଇଛନ୍ତି ତାଙ୍କର ଗର୍ବ। ଗର୍ବ ଯେତେବେଳେ ବଢିଯିବ, କୃଷ୍ଣ ଆଉ ରହିବେନି। ଗର୍ବ ଅହଙ୍କାର ବଢିଲେ, କିନ୍ତୁ ସେତେବେଳେ ନଥିଲା। ଏନିୱେ, ବର୍ତ୍ତମାନ ସେ ବିନମ୍ର ହେଇଛନ୍ତି। ସେଥିପାଇଁ ସେ ପୁଣି ଆଉ ଥରେ ଆଟେମ୍ପ ନେଇଛନ୍ତି, କିନ୍ତୁ ଆଟେମ୍ପ ନେଲା ବେଳେ ସେ ଭଗବାନଙ୍କୁ ସ୍ମରଣ କରିକି ପୁଣି ଆଟେମ୍ପ କରୁଛନ୍ତି। ଯେତେବେଳେ ଆଟେମ୍ପ କଲେ, ସେ ସେତୁଟେ ତିଆରି କରିଦେଲେ, ତାକୁ ଆଉ ଭାଙ୍ଗି ପାରିଲେନି। ସେ ମାଙ୍କଡ ଭାଙ୍ଗି ପାରିଲାନି। ତାପରେ ସେ ମାଙ୍କଡ କହିଲା, ଆରେ ଇଏ କି କଥା ହେଲା? ଆମର ତ ପ୍ରଥମେ କିନ୍ତୁ ତ ମୁଁ ଜିତି ଯାଇଥିଲି, ସେ ବନେଇଲେ, ମୁଁ ଭାଙ୍ଗିଦେଲି, ମୁଁ ଜିତି ଯାଇଥିଲି। ବର୍ତ୍ତମାନ ସେ ଜିତିଗଲେ, ତେଣୁ ଆମ ଭିତରେ ଜିତିଲା କିଏ, ହାରିଲା କିଏ? ଉଁ, ଏଇ ସମୟରେ ସେମାନେ ଉଣ୍ଡୁଛନ୍ତି, ଏବଂ ସେ ମାଙ୍କଡ ସେ ଜାଣିଦେଲା ଯେ ଇଏ ତ ମୋର ପ୍ରଭୁ, ହଁ, ଭଗବାନ ଶ୍ରୀ ରାମଚନ୍ଦ୍ର। ଏବଂ ଅର୍ଜୁନ ଦେଖୁଛନ୍ତି, ଇଏ ତ ହଉଛନ୍ତି ମୋର କୃଷ୍ଣ ଭଗବାନ। ତେଣୁ ସେମାନେ ତାଙ୍କ ପାଦ ତଳେ ପଡି ଯାଇଛନ୍ତି। ତାପରେ ସେ ବ୍ରାହ୍ମଣ ବା ଭଗବାନ ତାଙ୍କୁ କହୁଛନ୍ତି ଯେ, ଆରେ ତମେ ଦି ଜଣ କହୁଛ ଭକ୍ତ। ଭକ୍ତ କେବେ ହେଲେ ଲଢେଇ କରନ୍ତିନି ଆପସରେ, ନିଜ ଭିତରେ। ବରଂ ସେ ତାକୁ ପୁଣି ଆମର ସେ ହନୁମାନଙ୍କୁ, ସେ ମାଙ୍କଡେ ଆଉ କେହି ନୁହେଁ, ହନୁମାନ। ସେ ହନୁମାନଙ୍କୁ ସେ ନିର୍ଦ୍ଦେଶ ଦେଲେ ଯେ ଆମର ଯୁଦ୍ଧ ହବାକୁ ଯାଉଛି, ସେ ଯୁଦ୍ଧରେ ତମେ, ତମର ରୋଲ ହଉଛି, ତମେ ଯୋଉ ରଥରେ ଗୋଟେ ପତାକା ଥିବ, ଅର୍ଜୁନଙ୍କ ରଥରେ ଯୋଉଠି ମୁଁ ସାରଥି ଥିବି, ସେଇ ପତାକାରେ ତମେ ଅବସ୍ଥାନ କରିବ। ଅବସ୍ଥାନ କରି କଣ କରିବ ନା, ଚିଲେଇବ। ଏମିତି ଚିଲେଇବ ଯେମିତି ଶତ୍ରୁ ପକ୍ଷର ହୃଦୟ ଫାଟି ଯାଉଥିବ। ଇଏ ଗୋଟେ କଥା। ଦ୍ୱିତୀୟ କଥା, ବନ ଆକ୍ଚୁଆଲି ଯେତେବେଳେ ଧୃତରାଷ୍ଟ୍ର ଯଜ୍ଞ ଭଜ୍ଞ କଣ ଧୃତରାଷ୍ଟ୍ର ଅର୍ଜୁନଙ୍କୁ କହିଲେ, ସରି ଧୃତରାଷ୍ଟ୍ର କହୁଛି, ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ ଯେ ଯାଅ ସ୍ୱର୍ଗକୁ ଯାଇକି କିଛି ଦିବ୍ୟ ଅସ୍ତ୍ର ସଂଗ୍ରହ କରିକି ଆସ। ସେ ଯାଇଛନ୍ତି, ଦିବ୍ୟ ଅସ୍ତ୍ର ସଂଗ୍ରହ କରିବାକୁ ସେ ଯାଇଛନ୍ତି, ସେ ନାହାନ୍ତି। ସେଇ ସମୟରେ ମାନେ ବନବାସରେ ଥିଲେ ସବୁ ପଞ୍ଚ ପାଣ୍ଡବ ଏବଂ ଦ୍ରୌପଦୀ। ସେମାନେ କୋଉଠି ଥିଲେ? ବଦ୍ରିକ ଆଶ୍ରମରେ ଥିଲେ। ସେ ବଦ୍ରିକ ଆଶ୍ରମରେ ଯୋଉ ଅଲକାନନ୍ଦ ରିଭର, ସେ ଅଲକାନନ୍ଦ ରିଭରରେ ଗୋଟେ ଦେଖୁଛନ୍ତି ହଜାର ପାଖୁଡାର ଗୋଟେ ପଦ୍ମ ଫୁଲ। ସେଇ ସହସ୍ର କମଳ ବୋଲିକି ତାକୁ କୁହାଯାଏ। ସେଠିକୁ ଦେଖିକି ଦ୍ରୌପଦୀ ଭୀମଙ୍କୁ କହିଛନ୍ତି, ମୋର ଏଇଟା ଦରକାର, ମୋର ଏଇଭଳିଆ ଦରକାର। ତେଣୁ ସେଟା ଜାଣୁଛନ୍ତି, ଏଟା ଗୋଟେ ରିଫ୍ଲେକ୍ସନ ପାହାଡ ଉପରୁ ଆସୁଛି। ତେଣୁ ପାହାଡ ଉପରକୁ ଚଢିଛନ୍ତି, ଗଦା ଉଠେଇଲେ, ପାହାଡ ଉପରକୁ ଯାଉଛନ୍ତି। ପାହାଡ ଉପରକୁ ଯେତେବେଳେ ଯାଉଛନ୍ତି, ବାଟରେ ବହୁତ ଅବଷ୍ଟ୍ରକ୍ସନ, ପ୍ରତିବନ୍ଧକ ଆସୁଛି, ଗଛ ଫଛ, ଇଏ ସେ ବଡ ବଡ ଗଛ ସବୁ, ତାକୁ ସବୁ ଭାଙ୍ଗିକି ସେ ଏତେ ଜୋରରେ ଶବ୍ଦ ହଉଥାଏ ଯେ ଯେତେ ପଶୁ ପକ୍ଷୀ ସବୁ ଡରିକି ପଳେଇ ଯାଉଥାନ୍ତି। ଇଭେନ ବାଘ, ସିଂହ ଏବଂ ହାତୀ ମଧ୍ୟ ଡରିକି ପଳେଇ ଯାଉଥାନ୍ତି। କାରଣ ସେ ଭୀମ, ତାଙ୍କ କର୍ମ ସେଇଭଳିଆ, ଭୀମ କର୍ମ। ତେଣୁ ସେ ଯେତେବେଳେ ଆଗକୁ ଆଗକୁ ବଢି ଚାଲିଛନ୍ତି, ଏବଂ ହଠାତ୍ ଯେତେବେଳେ ଗୋଟେ ଦେଖିଲେ ଗୋଟେ ରୋଡ ଆସୁଛି ସେ ପାହାଡକୁ ଯିବା ପାଇଁ ଉପରକୁ, ସେ ରୋଡରେ ଗୋଟେ ମାଙ୍କଡଟିଏ ଦେଖିଲେ, ଯିଏ କି ତାଙ୍କର ଶରୀର ଏବଂ ତାଙ୍କର ଯୋଉ ଲାଞ୍ଜରେ ସେ କଭର କରିଛନ୍ତି ସେ ରାସ୍ତାଟା। ଇଏ ତ ଡେଇଁକି ଯିବେନି। ତେଣୁ ଭୀମ କହିଛନ୍ତି ଯେ ଟିକେ ଆଡେଇ ହେଇଯିବା ପାଇଁ, ତାହେଲେ ମୁଁ ପଳେଇବି।
ସେ କହୁଛନ୍ତି ଦେଖ ମୁଁ ବୃଦ୍ଧ ହେଇଯାଇଛି, ମୋ ଆଉ ମୋର ବି ବଳ ନାହିଁ, ମୋର ମୁଭମେଣ୍ଟ କରିବାର ବି ଆଉ ଶକ୍ତି ନାହିଁ, ତମେ ଗୋଟେ କାମ କର, ତମେ ଜଷ୍ଟ ଲାଞ୍ଜଟିକୁ ଉଠେଇକି ସାଇଡ କରିଦେଇକି ପଳ। ତେଣୁ ସିଏ ସେୟା କହିଲେ ଠିକ କଥା। ତେଣୁ ସିଏ ଲାଞ୍ଜଟିକୁ ସାଇଡ କରିବାକୁ ଯାଉଛନ୍ତି, ଯେତେବେଳେ ସେ ହାତ ମାରୁଛନ୍ତି ସେ କିଛି କରିପାରୁନାହାନ୍ତି ଲାଞ୍ଜ। ବହୁତ ଚେଷ୍ଟା କଲା ପରେ ବି କିଛି କରିପାରିଲେ। ସେଇଠୁ ତାଙ୍କର ଡାଉଟ ହେଲା, କହିଲେ ଇଏ ଜଣେ ଅସାଧାରଣ ବ୍ୟକ୍ତି, ଇଏ ସାଧାରଣ ନୁହନ୍ତି। ତେଣୁ ସେ ପଚାରୁଛନ୍ତି ଆପଣ କିଏ, ପରିଚୟ ଦିଅନ୍ତୁ। ଆପଣ ନିଶ୍ଚିତ ନା ମୁଁ ହଉଛି ବାୟୁପୁତ୍ର ହନୁମାନ, ତ୍ରେତେୟା ଯୁଗରୁ ମୁଁ ଏଇଠି ଏମିତି ଅଛି, ଆଉ ତମେ ହଉଛ ମୋର ଭାଇ, ସେଇ ବାୟୁପୁତ୍ର, ତମେ ହଉଛ ମୋର ଭାଇ। ତେଣୁ ସେ କୁଣ୍ଡାକୁଣ୍ଡି ହେଇଛନ୍ତି ତାଙ୍କର, ଏବଂ ବହୁତ ଖୁସି ହେଇଯାଇଛନ୍ତି। ଭୀମ ଗୋଟେ ଯୁଗ ପରେ ତାଙ୍କର ମିଳନ ହଉଛି, ଏବଂ ସେଇଠି ଭୀମ କହିଲେ ଯେ ଆମର ଏମିତି ଯୁଦ୍ଧ ହବାର ଅଛି, ଭାଇ ଆସୁନ କାହିଁକି ଆମ ସାଙ୍ଗରେ ବି ରହିକି ସେଠି ଯୁଦ୍ଧ କରିବ କୌରବ ମାନଙ୍କ ସାଙ୍ଗରେ। ନାଇଁ, ସେଟା ଠିକ ହବନି, କାରଣ ମତେ ସେଇ ଜିନିଷ କୁହାଯାଇନି କରିବା ପାଇଁ, ସେଟା ଠିକ ହବନି। ଏମିତି ସେ ତାଙ୍କୁ କହିଲେ, କହିଲେ ଆଉ ତମେ ଯା, କିନ୍ତୁ ମୁଁ ଥିବି, କାରଣ ପ୍ରଭୁଙ୍କର ଆଗରୁ ନିର୍ଦ୍ଦେଶ ଅଛି, ମୁଁ ସେଠି ଯୋଉ ରଥରେ ଯୋଉ ପତାକା ଥିବ ସେ ପତାକାରେ ମୁଁ ରହିବି। ଏବଂ ସେ ପତାକାରେ ରହିକି କଣ କରିବି ନା, ଭୀମ ତମେ ଯେତେବେଳେ ଗର୍ଜନ କରୁଥିବ ମୁଁ ତମ ସାଙ୍ଗରେ ମଧ୍ୟ ମିଶିକି ଗର୍ଜନ କରିବି, ଆମର ମିଳିତ ଗର୍ଜନ ଶତ୍ରୁଙ୍କର ହୃଦୟକୁ ବିଦୀର୍ଣ୍ଣ କରିବ। ତେଣୁ ମୁଁ ସେଇ ପତାକାରେ ଥିବି। ତେବେ ଏଠି ଆମେ କହୁଛେ ଯେ ସେଇ ଯୋଉ ହନୁମାନ, ଏଠି ପ୍ରଭୁପାଦ କହୁଛନ୍ତି ତାଙ୍କ ପର୍ପଟରେ, ସେ ହନୁମାନ ସେ ପତାକାରେ ରହିକି ବିଜୟର ସୂଚନା ଦଉଛନ୍ତି। କାହିଁକି ନା ହନୁମାନ ରାମାୟଣ ସମୟରେ ମଧ୍ୟ, ରାମାୟଣରେ ସେ ଶ୍ରୀରାମଚନ୍ଦ୍ରଙ୍କର ସେବକ ବନିକି ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କୁ ବିଜୟ ଦବାରେ ସହଯୋଗ କରିଥିଲେ। ଆଜି ମଧ୍ୟ ସେ ସେଇ ରାମଚନ୍ଦ୍ରଙ୍କ ସହିତ ଏଠି ସେ ପତାକାରେ ଅବସ୍ଥାନ କରୁଛନ୍ତି। ଏଠି ରାମଚନ୍ଦ୍ର କିଏ ନା କୃଷ୍ଣ, ସ୍ୱୟଂ କୃଷ୍ଣ, ସେ ରାମଚନ୍ଦ୍ର। ତେଣୁ ସେ ମଧ୍ୟ ମିଶିକି ଆଜି ଦେବେ, ଏଠି ମଧ୍ୟ ବିଜୟ ଦେବେ, ଏ ସୂଚନା ଦଉଛି। ତେବେ ତାମାନେ ହନୁମାନ ସେଠି ସେ ଗୋଟେ ଛବି ନୁହଁ, ସେଇ ଯୋଉ ପତାକାରେ ସ୍ୱୟଂ ହନୁମାନ ସେଠି ଅବସ୍ଥାନ କରୁଛନ୍ତି, ସେ ରଥର ସେ ପତାକାରେ। ତେବେ ପ୍ରଶ୍ନ ଉଠୁଛି, ଆମେ ଦେଖିବା ଯେ ଆଗକୁ ଗଲେ ଯେ ଅର୍ଜୁନ ତାଙ୍କର ଡିପ୍ରେସନ ଆସିବ, ଏବଂ ସେ ଯେତେବେଳେ ଦେଖିବେ ମୋର ଗୁରୁ ଦ୍ରୋଣାଚାର୍ଯ୍ୟ ଅଛନ୍ତି ଆଗରେ ସମ୍ମୁଖରେ, ତାଙ୍କ ସହିତ ଯୁଦ୍ଧ କରିବାକୁ ପଡିବ, ମୋର ପିତାମହ ଭୀଷ୍ମ ଅଛନ୍ତି, ମୋର ଭାଇମାନେ ଅଛନ୍ତି, ମୋର ଫ୍ରେଣ୍ଡସ ମାନେ ଅଛନ୍ତି, ସେ ଅସ୍ଥିର ହେଇଯିବେ। ତାଙ୍କର ରୋମ ଟାଙ୍କୁରି ଉଠିବ, ହାତ ଗୋଡ ଥରିବ, ଏବଂ ସେ ଲାଷ୍ଟକୁ କହିବେ ମୁଁ ଯୁଦ୍ଧ କରିବିନି। ତ ସେ ସମୟରେ ଇଏ ତ କହିପାରିଥାନ୍ତେ ହନୁମାନ, ରେ ଭୀରୁ ସାଇଡ ହେଇଯା, ମୁଁ ଯିବି, ତୁ କଣ ପାରିବୁନି କହୁଛୁ, ମୁଁ ବର୍ତ୍ତମାନ ଯୁଦ୍ଧ କରିବି, କହିପାରିଥାନ୍ତେ। କିନ୍ତୁ ସେ କହିଲେନି। କାହିଁକି ନା ତାଙ୍କଠୁ ସେ ବିଷୟ ଆଶା କରାଯାଇନଥିଲା, ତାଙ୍କୁ କୁହାହେଇନଥିଲା। କାରଣ ଭକ୍ତ ମାନେ ସବୁବେଳେ ଭଗବାନଙ୍କର ଇଚ୍ଛା ଅନୁସାରେ, ତାଙ୍କ ଇନଷ୍ଟ୍ରକ୍ସନ ଅନୁସାରେ ଚାଲନ୍ତି। ତାଙ୍କୁ ସେ ଇନଷ୍ଟ୍ରକ୍ସନ ଦିଆହେଇନି, ଅର୍ଜୁନଙ୍କୁ ଦିଆହେଇଛି ଯୁଦ୍ଧ କରିବା ପାଇଁ, କୃଷ୍ଣ ଦେଇଛନ୍ତି। ତେଣୁ ତାଙ୍କୁ ଦିଆଯାଇନି, ତାଙ୍କର କେବଳ ରୋଲ ସୀମିତ ଥିଲା ସେଇଠି ପତାକାରେ ରହିକି ସେ ଖାଲି ଗର୍ଜନ କରିବେ। ଏଇଟା ଭଗବାନଙ୍କ ନିର୍ଦ୍ଦେଶ ଥିଲା, ଏବଂ ସେୟା ହିଁ ସେ କରୁଛନ୍ତି। ସେ ଭକ୍ତ, ଯାହା ଭଗବାନ ଚାହୁଁଛନ୍ତି ସେୟା କରୁଛନ୍ତି। ତେଣୁ ଯଦି ଭଗବାନଙ୍କ ଅନୁସାରେ ଆମେ କାମ କରିବା, ତାହେଲେ ଆମ ଜୀବନ ସୁରୁଖୁରୁରେ ଚାଲିଯିବ, ଶାନ୍ତି ମିଳିବ ଏବଂ ଖୁସି ମିଳିବ। କିନ୍ତୁ ପ୍ରଶ୍ନ ଉଠୁଛି, ଆମ ଜୀବନରେ ଆମେ ଜାଣିବା କେମିତି ଭଗବାନ କଣ ଚାହୁଁଛନ୍ତି? ସେଇ ତ ଗୋଟେ ବଡ ପ୍ରଶ୍ନ। ସେଥିପାଇଁ ତ ଆମେ ଗୀତା ପଢୁଛେ। ଆମେ ଆଗକୁ ଆଗକୁ ଦେଖିବା ଭଗବାନ ଏଥିରେ କଣ ଇନଷ୍ଟ୍ରକ୍ସନ ଦଉଛନ୍ତି, କଣ ଆମକୁ କରିବାକୁ ହବ ସେ ବତେଇବେ। ଆଗକୁ ଆଗକୁ ଯାଇକି ଆମେ ଦେଖିବା, ଏଥିପାଇଁ ଆମେ ପଢୁଛେ। ତେଣୁ ଆଜି ଆମର ସମୟ ହେଇଯାଇଛି, ଆମେ 2ଟି ଶ୍ଲୋକରେ ଏଠି ଆଜି ରହିବା। ପୁଣି ନେକ୍ସଟ ଆମେ ଦେଖିବା ଯେ କୃଷ୍ଣ ଆଉ ଅର୍ଜୁନଙ୍କର ତ ଏଣ୍ଟ୍ରି ହେଇଛି ଯୁଦ୍ଧ ଭୂମିକୁ, କିନ୍ତୁ ବର୍ତ୍ତମାନ କୃଷ୍ଣ କିଛି ଅର୍ଜୁନ କିଛି କହିବାକୁ ଯିବେ, ଏବଂ କଣ ସେ କହିବେ, ଏବଂ କୃଷ୍ଣ କେମିତି ସେ ତାଙ୍କୁ କଣ ସହଯୋଗ କରିପାରିବେ, ତାଙ୍କର ଯୋଉ ପ୍ରଶ୍ନର ଉତ୍ତର ଦେବେ କି ପ୍ରଶ୍ନ ଅନୁସାରେ କଣ କରିବେ, ସେ ଜିନିଷ ଆମେ ନେକ୍ସଟ ଶ୍ଲୋକରୁ ଜାଣିବା। ଏବଂ ସେଥିରେ ମଧ୍ୟ ଆମକୁ କିଛି ଲେସନ ଅଛି। ହରେ କୃଷ୍ଣ।
आज एटिके रहिबा विराम करिबा पुणी आमे नेक्स्ट हमर कमिंग संडे रविवार दिन पुणी आसीबा। ग्रंथराज श्रीमद् भगवत गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।